आसन्तु शुणिबा कालिंदी चरण पाणिग्राहींक गल्प हृदय। गल्प हृदय गाल्पिक कालिंदी चरण पाणिग्राही। आम कोठा निकटरे से भंगा कोठा खंडी चून छाड़ी जाई भंगा इटा कांथ सब ठिया होईछि। जेपरी अनेक घटना को पासरी न पारी आ करी ऊपर को से घरटा चाहिछि। बहुत भंगा दढ़ इटा सांग सुख होई एणेतेणे पड़िछंती। घर भितरे अनाबना गच्छ गुड़ाए। घरटाକୁ ଦେଖିବାରେ ମୁଁ ଅଭ୍ୟସ୍ତ ହୋଇଯାଇଥିଲି। ତାହା ବିଷୟରେ କଦବା ଭାବିଥାଏ, କିନ୍ତୁ ଆଜି ସେ ଘରଟିକୁ ଦେଖି ପକାଇଲେ ଆଖିପତା ଦ୍ୱିଧା ତିନ୍ତି ଯାଏ। ଛାଇ ଛାୟା ମନେ ଅଛି, ବୋଧହୁଏ ମୋତେ ସେତେବେଳେ 10 କି 11 ବର୍ଷ। ଏ ଭଙ୍ଗା ଘରଟା ତେତେବେଳେ ଆଡ଼ମ୍ବରପୂର୍ଣ୍ଣ। ବିନୋଦ ବାବୁ ଖୁବ୍ ନାମଜାଦା ଡାକ୍ତର। ତାଙ୍କ ପାଖକୁ ସବୁବେଳେ ଲୋକଙ୍କର ଚଳପ୍ରଚଳ। ଘରେ ଟଙ୍କା ପଇସାର ଅଭାବ ନାହିଁ। ଚାକର ବାକର 4 କି 5। ଗୋଟିଏ ବୋଲି ପୁଅ ହୃଦୟ। ହୃଦୟ ମୋର ସାଥୀ। ମୁଁ ଅନେକ ସମୟରେ ବିନୋଦ ବାବୁଙ୍କ ଘରକୁ ଯାଏ ହୃଦୟ ସାଙ୍ଗରେ ଖେଳିବାକୁ। ବିନୋଦ ବାବୁ ମଧ୍ୟ ମୋତେ ସୁଖ ପାଆନ୍ତି। ହୃଦୟ ଆଉ ମୁଁ ଅନେକ ସମୟରେ ଏକା ସାଙ୍ଗରେ ଖିଆପିଆ ଶୁଆବସା କରିଛୁ। ମୁଁ ତା ବୋଉକୁ ବୋଉ ବୋଲି ଡାକେ, ସେ ମୋ ବୋଉକୁ ମଧ୍ୟ ସେହିପରି ଡାକେ। ଗୋଟିଏ ପୁଅ ବୋଲି ବାପା ମା ବଡ଼ ଶ୍ରଦ୍ଧା କରିଥାନ୍ତି ତାକୁ। ତେଣୁ ପିଲାଦିନୁ ସେ ବଡ଼ ଏକଜିଦିଆ। ଯାହା ବୁଝିଥିବ ସେଇଆ। ମୋ ଠାରେ ମଧ୍ୟ ଏ ଅସ୍ତ୍ରଟା ଅନେକ ଥର ପ୍ରୟୋଗ କରି ସେ କୃତକାର୍ଯ୍ୟ ହୋଇଛି। ସେହି ଚମ୍ପା ଗଛଟି ତାଙ୍କ ଦାଣ୍ଡ ଦୁଆରେ ଏବେ ସୁଦ୍ଧା ଅଛି, କିନ୍ତୁ ତା ମୂଳରେ ସେ ପଥର ଚାନ୍ଦିନୀଟି ଆଉ ନାହିଁ। ସେହି ପିଣ୍ଡି ଉପରେ ବସି ପଡ଼ିଶା ପିଲାଙ୍କୁ ନେଇ ଜହ୍ନପକ୍ଷ ରାତିରେ କେତେ ଲୁଚକାଳି ଖେଳିଛୁ। ଆମେ ଦୁହେଁ ହୋଇଥାଉ ସବୁ ପିଲାଙ୍କ ଉପରେ ମୁରବୀ। ଅବଶ୍ୟ ସେମାନେ ଆମ୍ବ ଦୁହିଁକୁ ଖାତିର କରନ୍ତି ବୋଲି କେହି ପିଲା ଖେଳରେ କିଛି ଗୋଳମାଳ ଘଟାଇଲେ ଉଚିତ ବିଚାର କରି ତାକୁ ଦଣ୍ଡ ଦିଆଯାଏ। ଆମେ ଦୁହେଁ ଥିଲୁ ବିଚାରକ। ପାଠପଢ଼ାରେ ହୃଦୟ ମୋତେ ସବୁ ବିଷୟରେ ବଳିଯାଏ। ସେହି ଅଭିମାନରେ ମୁଁ କୌଣସି ଆଡ଼ୁ ତା ସାଙ୍ଗରେ ଗୋଟାଏ କଳି ଆରମ୍ଭ କରିଦିଏ। ପୁଣି ସୁବିଧା ଘଟିଲେ ତା ଉପରେ କିଛି ଉତ୍ତମ ମଧ୍ୟମ ବସାଇ ଦେବାକୁ ମଧ୍ୟ ଛାଡ଼େ ନାହିଁ। ମାତ୍ର କେବେ ହେଲେ ମୋତେ ଅଲ୍ଟି ମାରିବାର ସେ ମନେ ପଡ଼ୁନି। ମୋର ଗୋଟାଏ ଚାପୁଡ଼ାରେ ତା ଗାଲ କେମିତି ଲାଲ ପଡ଼ିଗଲା ଓ ଆଖିରୁ ଥପ୍ ଥପ୍ ପାଣି ଗଳି ପଡ଼ିଲା। ସେ ଚିତ୍ର ଆଜି ମୋ ଆଖି ଆଗରେ ନାଚି ଯାଉଛି, ପୁଣି ନାଚି ଯାଉଛି। ସେତିକି ବେଳେ ତା ମୁହଁର ହସ, କେଡ଼େ ତୋରା ସେ ହସ। ତା ସଙ୍ଗେ ପୁଣି ମୁକ୍ତା ପରି ଲୁହ ଯେମିତି ମେଘ ବରସୁଛି, ଖରା ମାରୁଛି। ମୋତେ ଚିଡ଼ାଇ ମୋ ଠାରୁ ଗାଳି ଶୁଣିବା, ମାଡ଼ ଖାଇବାରେ ଯେମିତି ତାର ଭାରି ଖୁସି। ମାତ୍ର ସେ କଳିର ଅର୍ଥ କିଛି ନୁହେଁ। ଦିନେ କି 2 ଦିନ ତା ସାଙ୍ଗରେ କଥାବାର୍ତ୍ତା ନ କଲେ ମୋ ମନଟା ଘାଣ୍ଟି ହୁଏ। ଦିନ ରାତି ଆଉ କିଛି ଭାବନା ମୁଣ୍ଡରେ ପଶେନି। ସେ ବି କେତେଥର ଆଗ କଥା କହି ପକାଏ। ତା ସାଙ୍ଗରେ 2 ଦିନରୁ ବେଶୀ ରୁଷାରୁଷି ହୋଇଛି ବୋଲି ମୋର ମନେ ନାହିଁ। ଏମିତି ଦିନେ ଅଧେ କଥା ନ କହିଲା ପରେ କେବେ ସେ ମୋ ଆଖି ବୁଜି ଦେଇ ଖୁବ୍ ଜୋରରେ ଧରି ପକାଏ। ମୁଁ କେବେ ଏଇ କଥା କୁହାଇବି କହି ପଛରୁ ତାର ଚପେଟାଘାତ କରେ। ସେଦିନ ମୋର ଜନ୍ମଦିନ। ହୃଦୟକୁ ଆମ ଘରକୁ ଡାକିଥାଏ। ଆମ ଘରେ ଆଜି ଛୋଟ ବଡ଼ ହୋଇ ଗୋଟିଏ ଉତ୍ସବ। ବଡ଼ ପୁଅର ଜନ୍ମଦିନ। ମୋ ଦେଖାନ୍ତରେ ଆମ ଘରର ଏମିତି କିଛି ପୁଣ୍ୟପର୍ବ ହୋଇନାହିଁ ଯେଉଁଦିନ ହୃଦୟ ଆଉ ମୁଁ ଏକାଠି ବସି ଖାଇନାହୁଁ। ଆଉ ସବୁଦିନେ 2 ଘଣ୍ଟା ଆଗରୁ ଆସି ସେ ବସିଥିବ। ଆଜି କାହିଁକି ଆସିନାହିଁ? ହୃଦୟକୁ ଡାକିବାକୁ ଗଲି। ଦାଣ୍ଡରୁ ବାହାରି ପଡ଼ି ଶୁଣେ ତାଙ୍କ ଘରେ କାନ୍ଦଣା। ଏଇ କ'ଣ? ବିନୋଦ ବାବୁ ଚାଲିଗଲେ। ତଟସ୍ଥ ହୋଇଗଲି। ଭାବିଥିଲି ଡାକ୍ତରମାନେ ସାଧାରଣ ଲୋକଙ୍କ ପରି ମରନ୍ତି ନାହିଁ, ମାତ୍ର ସେ ରୋଗରେ ପଡ଼ି ପ୍ରାଣତ୍ୟାଗ କଲେ। ମନ ବ୍ୟାକୁଳ ହେଲା ହୃଦୟକୁ ଦେଖିବା ପାଇଁ। ତାଙ୍କ ଘର ଭିତରକୁ ଦୌଡ଼ି ଯିବା ବେଳକୁ ହଠାତ୍ କିଏ ପଛଆଡ଼ୁ ଟାଣି ଧରିଲା। ଭାବିଲି ହୃଦୟ, କିନ୍ତୁ ଫେରି ଦେଖିଲି ବୋଉ। ଘରକୁ ଚାଲ କହି ବୋଉ ମୋତେ ଓଟାରି ନେଇଗଲା। ଘରକୁ ନେଇ ସେ ମୋତେ ଖାଇବାକୁ ଜିଗର କଲା। ହୃଦୟ କ'ଣ କରୁଥିବ ଭାବି ଭାବି ମୋତେ ସେସବୁ କ୍ଷୀରି ପିଠା କିଛି ରୁଚିଲା ନାହିଁ। ଆଜିର ଏ ଉତ୍ସବ ଦିନରେ ମୋ ନିକଟରେ ଜଣକର ସ୍ଥାନ ଖାଲି ପଡ଼ିଲା। କେତେ ଅନୁନୟ ବିନୟ କରି ବୋଉଠାରୁ ମୁକ୍ତି ଲଭିଲି, କିନ୍ତୁ ସେଦିନ ଆଉ କାହିଁ ଯିବାକୁ ସେ ମୋତେ ଛାଡ଼ିଲା ନାହିଁ। ଆରଦିନ ହୃଦୟ ଆମ ଘରକୁ ଆସିଲା। ତାର କୌଣସି ପରିବର୍ତ୍ତନ ନ ଦେଖି ବିସ୍ମିତ ହେଲି। ସେଇ ମଧୁର ଶାନ୍ତ ମୂର୍ତ୍ତି, ସେମିତି ଧୀର। ଗତ ଦିନର କଥା ସବୁ କହିଲି। ତାର ବାପାଙ୍କ ମୃତ୍ୟୁରେ ମୋ ଆଖିରେ ଲୁହ ଆସିଲା ଶୁଣି ସେ କହିଲା, ସ୍କୁଲରେ ଏହିପରି ସଂଯମ ଶିଖିଛୁ ପରା। ମୁଁ ଚକିତ ହୋଇ ପଚାରିଲି, ସେ କାନ୍ଦିଛି କି ନାହିଁ? ପିଲାଦିନର କୌତୂହଳ ମୋ ମନକୁ ଧକ୍କା ମାରୁଥାଏ। ସେ ଉତ୍ତର ଦେଲା,
ଏଥିରେ କାନ୍ଦିବାର କ'ଣ ଅଛି? ଅବିକଳ ସତ। ମୁଁ ଘରେ ପଚାରି ବୁଝିଲି। ବିନୋଦ ବାବୁଙ୍କର କିଛି ଟଙ୍କା ଋଣ ଥାଏ। ହୃଦୟର ମା ଛଡ଼ା ଆଉ କେହି ଅଭିଭାବକ ନଥାନ୍ତି। ଏ ସୁଯୋଗରେ ମହାଜନମାନେ ତାଙ୍କର ସର୍ବସ୍ୱ ନେଇ ବିନୋଦ ବାବୁଙ୍କର ପରିବାରଟିକୁ ଦାଣ୍ଡର ଭିକାରୀ କରିଦେଲେ। ହୃଦୟର ମାମୁଁ ଧନୀ, ମା ପୁଅ ତାଙ୍କରି ଘରକୁ ଯିବା ଲାଗି ସ୍ଥିର କଲେ। ମୋତେ ଆଲିଙ୍ଗନ କରି ଓ ମୋ ବୋଉକୁ ନମସ୍କାର କରି ହୃଦୟ ଯେଉଁଦିନ ବିଦାୟ ନେଲା, ତା ଓଠର ସେହି କରୁଣ ହସ ଟିକକ ଆଜି ସୁଦ୍ଧା ମୋ ଚିତ୍ତରେ ସ୍ଥାନ ଦାଖଲ କରି ବସିଛି। କେତେଦିନ ହୃଦୟଙ୍କ ଘରକୁ ଚାହିଁ ପକାଇଲେ ମୋତେ କାନ୍ଦ ମାଡ଼େ। ତା ପଢ଼ାଘର ଝରକା ଆଉ ଦିନକ ପାଇଁ ଫିଟିଲା ନାହିଁ ଏବଂ ଟେବୁଲ ନିକଟରେ ବସି ତାକୁ ପଢ଼ୁଥିବାର ମୁଁ ଆଉ କେବେ ଦେଖିଲି ନାହିଁ। 2-4 ଦିନ ପରେ ତା ପାଖରୁ ଚିଠି ଆସିଲା। ମୁଁ ମଧ୍ୟ ଉତ୍ତର ଦେଲି। ଏହିପରି କେତେ ଦିନର ପତ୍ରର ଆଦାନ ପ୍ରଦାନ ପରେ ବନ୍ଧୁତାର ଡୋର ହୁଗୁଳା ହୋଇ ଆସିଲା। ଆଉ ଏବେ ପତ୍ର ନାହିଁ କିମ୍ବା ହୃଦୟ କଥା ମୋର ଦୈବାତ୍ ମନେ ହୁଏ। ସେଦିନ କାଠଯୋଡ଼ି କୂଳରେ ବୁଲୁଥିଲି। ଆକସ୍ମିକ ଭାବରେ ହୃଦୟ କାହୁଁ ଆସି ମୋତେ ଧରିନେଲା। ଆରେ ହୃଦୟ, କେତେ ଦିନହୀନ ବେଶ ସତ୍ତାର। ତା ଚେହେରା ଦେଖି ଅନ୍ତର ମୋର ଫାଟି ପଡ଼ିଲା। ପିନ୍ଧିଲା ଲୁଗା ଖଣ୍ଡି 4-6ଟା ସିଲେଇ କରା। ଚାଦର ଖଣ୍ଡିର ଧଡ଼ି ଏବଂ ମୁହଁ ଛିଡ଼ି ଯାଇଛି। ଚିରା ଚାଦର ମଧ୍ୟରେ ବୈଶାଖର ଶୁଷ୍କ ନଦୀ ପରି ଦେହଟାର ଅବଶେଷ ମାତ୍ର ଅଛି। ଏହାର କାରଣ ମଧ୍ୟ ଜାଣିବାକୁ କୌତୂହଳ ମୋର ହେଲା। ଏପାଖ ସେପାଖ ଅନ୍ୟମନସ୍କ ହୋଇ ଚାହିଁ କହିଲା, ତୁ ବି ତ ସେୟା ପଚାରିଲୁ? ମୋର ଉଦ୍ଦେଶ୍ୟ ତ କେବଳ ତତେ ଟିକେ ଦେଖିବା। ଏପରି ପ୍ରଶ୍ନର ଉତ୍ତର ଦେବାକୁ ମୁଁ କ'ଣ ତୋ ପାଖକୁ ଆସିଥିଲି? ମୁଁ ତାକୁ ଆମ ଘରେ ରହି ପଢ଼ିବାକୁ ଅନୁରୋଧ କଲି। ହୃଦୟକୁ ପାଇଥିଲେ ବୋଉ ଜାଆଁଳା ପୁଅ ପରି ଆମ ଦୁହିଁକୁ ଦେଖିଥାନ୍ତେ। ମାତ୍ର ପିଲାଦିନର ସେ ଏକବାକିଆ ସ୍ୱଭାବ ସେ ଛାଡ଼ି ନାହିଁ। ମୁଁ ଅଳ୍ପ ହସି କହିଲି, ହୃଦୟ, ପିଲାଦିନର ତୁ ସେଇ ଏକବାଗିଆ ସ୍ୱଭାବ ଛାଡ଼ି ନାହୁଁ? ଅଭିମାନରେ ତାର ମୁହଁଟା ଭାରି ହୋଇପଡ଼ିଲା। ସେ ଆପଣା କଥା ଛାଡ଼ି ଅନ୍ୟ କଥା ସବୁ ପକାଇବାକୁ ଆରମ୍ଭ କଲା। ଏବେ ସେ କି ନୂଆ ଜାଗା ବୁଲିଲାଣି, ନୂଆ ବହି ପଢ଼ିଲାଣି, କେତେ ଜାଗା ବୁଲିଲାଣି। ଗଞ୍ଜାମ ଓ ସମ୍ବଲପୁରରେ କିପରି ଓଡ଼ିଆ ଭାଷା ଚାଲେ, ଖବରକାଗଜରେ ବାହାରିଥିବା ଦେଶ ବିଦେଶର ନୂଆ ଖବର କ'ଣ, ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ କିପରି ଜୋରସୋରରେ ଚାଲିଲାଣି, ଇତ୍ୟାଦି ଇତ୍ୟାଦି। ମଝିରେ ମଝିରେ ପୁଣି ତାର ସେହି ଅତି ଜଣାଶୁଣା ହସର ଢେଉ ତୁନି ହୋଇ ଶୁଣିବା ଛଡ଼ା ମୋର ଆଉ କିଛି ଉପାୟ ନଥାଏ। କଥା ଭାଷାରେ ମୁଁ ଭାସିଗଲା ଭଳି ଅନୁଭବ କରେ। ମୋ ମୁହଁକୁ ପ୍ରକୃତରେ କିଛି କଥା ପଇଟେ ନାହିଁ। ସେମିତି ସେଦିନ କାହୁଁ ଗୋଟାଏ ଝଡ଼ ପରି ଆସି ଗପର ଶୁଆ ଛୁଟାଇ ଦେଇ ସେ ପୁଣି ଝଡ଼ ପରି ଚାଲିଗଲା। ତାକୁ ଆମ ଘରକୁ ଆଣି ଆତିଥ୍ୟ ଦେଖାଇବାର ସାହସ ସୁଦ୍ଧା ମୋର ହେଲା ନାହିଁ। ମୋର କିନ୍ତୁ ରାତି ତମାମ ହୃଦୟ ଭାବନାରେ ନିଦ ଆସିଲା ନାହିଁ। ସେ କେଉଁଠି ଅଛି, କ'ଣ କରୁଛି, କିଛି ହେଲେ ଜାଣିପାରିଲେ ନାହିଁ। ଅଥଚ ସେ ମୋର ଶ୍ରେଷ୍ଠ ବନ୍ଧୁ ବୋଲି ମୁଁ ଗର୍ବ କରେ। ଏବେ ସେସବୁ କଥା ବହୁ ଦୂରରେ ରହିଲାଣି। ମୋତେ ବୟସ 40 କି 45। ଘୋର ଜଞ୍ଜାଳ, ଶିକ୍ଷକତାରେ ସାମାନ୍ୟ ଦରମା, ସବୁବେଳେ ଖର୍ଚ୍ଚକୁ ନିଅଣ୍ଟ। ପୁରାତନ ଇନ୍ସପେକ୍ଟରଙ୍କ ବଦଳି ଯେଉଁ ନୂଆ ଲୋକ ଆସିଛନ୍ତି, ଶୁଣାଯାଏ ଅତି ଉତ୍ତମ ଲୋକ। ତାଙ୍କ ନାମ ହୃଦୟ ବନ୍ଧୁ। ଏ କ'ଣ ମୋର ସେହି ପିଲାଦିନର ସାଥୀ ହୃଦୟ? ମନ ଭିତରେ ନାନା ସନ୍ଦେହ ଜନ୍ମିଲା। ହେଲେ ମଧ୍ୟ ଆଜି କ'ଣ ମୋତେ ହୃଦୟ ଚିହ୍ନିବ? ବଡ଼ ଲୋକ ହୋଇଗଲେ ପିଲାଦିନର ବନ୍ଧୁତାକୁ କିଏ ପଚାରେ? ଦୁନିଆରେ କେବଳ କୃଷ୍ଣ ସୁଦାମା ତ 2 ଜଣ, ଆଉ କାହାନ୍ତି? ବଡ଼ ପାହ୍ୟାକୁ ଉଠିବା ସଙ୍ଗେ ସଙ୍ଗେ ତ କେହି ଆଡ଼ ଆଖିରେ ଚାହୁଁନାହାନ୍ତି। ଇନ୍ସପେକ୍ଟର ଆମ ସ୍କୁଲ ପରିଦର୍ଶନ କରିବାକୁ ଆସିଛନ୍ତି। ଶିକ୍ଷକମାନେ ନିଜ ନିଜ କ୍ଲାସରେ ସେଦିନ ନ୍ୟୁ ମେଥଡ଼ ଅଫ୍ ଟିଚିଂ ଆରମ୍ଭ କରିଥାଉ। କ୍ଲାସରେ ପୁରା ଡିସିପ୍ଲିନ୍। ସୁକଟ୍ ଦେଖିବାକୁ ଛାତ୍ରଗୁଡ଼ିକ ତୁଚ୍ଛାଟାକୁ ବାହାରକୁ ଯିବାର ଉଦ୍ୟମ କରୁଥାନ୍ତି। ଜାତ ଦେଖିଲା ପରି ପିଲାଏ ହଳଦୀ କଜଳ ଘେନିଲା ପରି ନୂତନ ପରିପାଟିରେ ବେଶଭୂଷା ହୋଇ ଯାଇଥାଉ। ମୋ କ୍ଲାସ ସନ୍ନିହିତ ଆଉ ଏକ କ୍ଲାସକୁ ସାହେବ ପରିଦର୍ଶନ କରୁଥିବାର ଯେବେ ଜାଣିଲି, ଚକ୍ ଖଣ୍ଡେ ଧରି ସୁନ୍ଦର ହସ୍ତାକ୍ଷରରେ ପୂର୍ବରୁ ଲେଖାଥିବା ବ୍ଲାକବୋର୍ଡ ନିକଟକୁ ଯାଇ ବେଶ କଣ୍ଠଟାକୁ ପରିଷ୍କାର କରି ବୁଝେଇବାକୁ ଆରମ୍ଭ କଲି। ପିଲାଗୁଡ଼ାକ ଚିମଟା ଚିମଟି ହୋଇ ମୁହଁ ତଳକୁ କରି ହସିଲେ। ବାକି କେତୋଟି ସୁବୋଧ ଛାତ୍ର ଦାରୁଭୂତ ମୁରାରି ହୋଇ ଜଳଜଳ କରି ଚାହିଁଥାନ୍ତି। ଅବାକ ହୋଇ ଦେଖିଲି ଆମ ସ୍କୁଲର ହେଡମାଷ୍ଟରଙ୍କ ସାଙ୍ଗରେ ଲୁଗା ପଞ୍ଜାବୀ ପିନ୍ଧା ଗୋଟିଏ ବାବୁ। ଏଇ ତେବେ ଆମ ଇନ୍ସପେକ୍ଟର ହୃଦୟ। ହୃଦୟ ଦେଶ କାଳ ପାଶୋରି ସେ ମୋତେ ପୂର୍ବପରି କୁଣ୍ଢାଇ ପକାଇଲା। ତା ଅଧର କୋଣର ହସଟି ସେହିପରି ଲାଖି ରହିଛି। ଇନ୍ସପେକ୍ଟରଙ୍କ ଏ ଅପ୍ରତ୍ୟାଶିତ ଅଭିନୟରେ ହେଡମାଷ୍ଟର ଓ ଛାତ୍ରମାନେ ଅବାକ ହୋଇ ଚାହିଁଥାନ୍ତି। ମୁଁ ମଧ୍ୟ ମୋର ସଙ୍କୋଚ ବୋଧ କଲି। ନିର୍ବିକାର ଭାବରେ ହୃଦୟ ସେଇଠି ବଖାଣିଲା ତାହାର ନିଜ ଜୀବନର କାହାଣୀ ଏବଂ ମୋ ସହିତ ବାଲ୍ୟ ସମ୍ବନ୍ଧ।
କିପରି ନିଃସହାୟ ଅବସ୍ଥାରେ ସେ ରୋଷେଇ କରି ପାଠ ପଢ଼ି ଶେଷରେ ଏତେ ଦୂର ଆସିପାରିଛି। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ହୃଦୟ ଗାଳ୍ପିକ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।